ଆଜିର ଭିଡ଼ିଓରେ ଦେଖମା ଆସୁନ୍ କଳାହାଣ୍ଡି ଜିଲ୍ଲା ଗୁର୍ଜିମୁଣ୍ଡା ଗାଁର ମା ଯୋଗମାୟା ଶକ୍ତିପୀଠ ମନ୍ଦିର ଆଉ ଇନ ଅଛନ୍ ମହାଦେବ ମନ୍ଦିର। ତ ଇ ଜାଗାନ ମାନ୍ଧାତା ଯୁଗର ମୂର୍ତ୍ତି ମାନେ ବି ରହିଛେ, ଚାଷୀ ମୂର୍ତ୍ତି ମାନେ ରହିଛେ, ତାର ସାଙ୍ଗେ ଅନେକ ପ୍ରକାରର ମୂର୍ତ୍ତି ମାନେ ଅଛେ। ତ ଚାଲୁନ୍ ଦେଖମା କେନ୍ କେନ୍ ପ୍ରକାରର ମୂର୍ତ୍ତି ମାନେ ରହୁଛେ। ଆପଣ ମାନେ ବି ଯେବେ ବୁଲବା ଲାଗି ଆସୁଛନ୍ ବେଲେ ଆପଣ ମାନଙ୍କୁ ବି ଖୁସ୍ ଲାଗିଯିବା ଏଇ ଜାଗାକେ ଆସିକରି। ଥରେ ଆପଣ ମାନେ ଦେଖିଦଉନ୍ କେବେ ବି ଯଦି ଆସୁଛନ୍ ବେଲେ ଏଇ ପ୍ରକାରର ମୂର୍ତ୍ତି ମାନେ ସବୁ ଦେଖିକରି ଖୁସ୍ ହେଇଯିବେ। ଦେଖିପାରୁଥିବେ ଏଇଟା ଗୋଟେ ଅଛେ ଯେନ୍ଟା କି ତ୍ରିମୂର୍ତ୍ତିର। ଆଉ ଏ ତ୍ରିମୂର୍ତ୍ତିଟା ହଉଛେ ଭଗବାନଙ୍କ ରୂପ। ଅଧା ଗାଈ ଅଛନ୍, ଅଧା ମଣିଷ ଅଛନ୍, ଅଧା ମୟୂର ଅଛନ୍। ଦେଖିପାରୁଛନ୍ ତ୍ରିମୂର୍ତ୍ତିଟା ସେ ପ୍ରକାର ମୂର୍ତ୍ତି ବି ଅଛେ। ତାପରେ ଗଲା ଏଇଟା ଗୋଟେ ହାତୀ ମୂର୍ତ୍ତି ଅଛେ। ଦେଖିପାରୁଛନ୍ ତାପରେ 500ର ଡିଜାଇନ ମୂର୍ତ୍ତି ଫୁଲ ଗଛର ଅଛେ। ଇ ପ୍ରକାର ସବୁ ମୂର୍ତ୍ତି ମାନେ ଅଛେ। ଆଗକେ ଦେଖମା ଚାଲୁନ ଆଉ କେନ୍ କେନ୍ ମୂର୍ତ୍ତି ମାନେ ରହୁଛେ। ଦେଖିପାରୁଛନ୍ ଇ ପ୍ରକାର ଡିଜାଇନ ମାନେ ସବୁ ଅଛେ। ଇ ଜାଗାନ ଆପଣ ମାନେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ଦେଖା ପାଇବେ। ଅନେକ ପ୍ରକାରର ସୁନ୍ଦର ଦେଖିପାରିବେ। ଅନେକ ପ୍ରକାରର କୀର୍ତ୍ତି ମୂର୍ତ୍ତି ମାନେ ଅଛେ। ଦେଖିପାରୁଛନ୍ ଇ ଭଳିଆ ଯେନ୍ଟା କି କୁମ୍ଭୀରଟା ଖେଲୁଛେ ପୋଖରୀ ଭିତରେ, ଆଉ ଦେଖିପାରୁଛନ୍ ବଗଟା ମାଛ ଧରୁଛେ। ତାପରେ ଏଇଟା ଗୋଟେ ବନ୍ଦ ପୋଖରୀ ଭଳିଆ ଅଛେ। ଦେଖିପାରୁଛନ୍ କେତେ ନାଇ କେତେ ସୁନ୍ଦର ଲାଗୁଛେ। ଇ ଭଳିଆ ଯେନ୍ଟା କି ସବୁ ମୂର୍ତ୍ତି ମାନେ କୀର୍ତ୍ତି ମାନେ ଏଇ ଜାଗାରେ ରହିଛେ। ଗୋଟେ କଇଁଛ ବି ଯେନ୍ଟା କି ବାହାରେ ଅଛେ। ତାପରେ ଦେଖୁନ୍ ଇ ପ୍ରକାର ସବୁ ଡିଜାଇନ ମାନେ ବନି ସାରିଛେ। ଆପଣ ମାନେ ଯେବେ ବି ଆସୁଛନ୍ ଦେଖବା ଲାଗି କଳାହାଣ୍ଡି ଜିଲ୍ଲା ଗୁର୍ଜିମୁଣ୍ଡାକେ ଆସିବେ, ଆପଣ ମାନେ ଇ ପ୍ରକାର ସବୁ ମୂର୍ତ୍ତି ମାନେ ଦେଖିପାରିବେ। ଏଇ ମନ୍ଦିରନ ଇ ପ୍ରକାର ପାର୍କ ମାନେ ବଗିଚା ମାନେ ଦେଖିପାରୁଛନ୍। ସାପରେ ଏଇଟା ଯେନ୍ଟା କି ଅଜଗରଟା ଯେନ୍ ବରଗଛଟା ଅଛେ, ବରଗଛରେ ଅଜଗର ସାପଟା ତଲକେ ମୁଡି ଲମ୍ବେଇ କରି ରହିଛେ। ଇ ପ୍ରକାରର ମୂର୍ତ୍ତି ମାନେ ସବୁ ଇଟା ବନି ସାରିଛେ। ତାପରେ ଦେଖୁଛନ୍ ଇଟା ଯେନ୍ଟା କି ଆମର୍ ପଶୁ ପକ୍ଷୀର ବି ଆପଣ ମାନେ ପାଇଯିବେ। ଏଇ ପ୍ରକାର ମୂର୍ତ୍ତି ମାନେ ଦେଖିବେ ବେଲେ କେତେ ନେଇ କେତେ ସୁନ୍ଦର ଲାଗୁଛେ ଆପଣ ମାନେ ଦେଖିପାରୁଛନ୍। ତାପରେ ଆସିଗଲା ମାନ୍ଧାତା ଯୁଗର। ଦେଖୁନ୍ ପୁରାତନ ଯୁଗରଟା ମାନ୍ଧାତା ଯୁଗର ସ୍କୁଟରଟେ ଆଜିକାଲି ଆପଣ ମାନେ ଆଉ ଦେଖବାକେ ନାଇଁ ପାଉଥିବେ। କିନ୍ତୁ ଇ ଜାଗାରେ ଯେନ୍ଟା କି ମାନ୍ଧାତା ଯୁଗର ସ୍କୁଟରଟେ ମୂର୍ତ୍ତି ବନା ହେଇକରି ରଖା ହେଇଛେ। ତାପରେ ଦେଖୁ ଏଇଟା ଯେନ୍ଟା କି ମାକଡ ମାନଙ୍କରଟା ବି ଅଛେ। ଆପଣ ମାନେ ଦେଖିପାରୁଛନ୍ କେତେ ପ୍ରକାରର ମାକଡ ଖେଲୁଛନ୍, କେତେ ପ୍ରକାରର ବୁଲୁଛନ୍, ସବୁ ପ୍ରକାରର ଆପଣ ମାନେ ଏଇ ଜାଗାରେ ମୂର୍ତ୍ତି ମାନେ ଏଇ ପ୍ରକାର ଦେଖିପାରିବେ। ଆଉ ଯେନ୍ଟା କି ଦେଖୁନ୍ ଏଇଟା ହଉଛେ ଜେବ୍ରା ମୂର୍ତ୍ତିଟା ବି ଅଛେ। ଆପଣ ମାନେ ଏଇ ଜାଗାକେ ଆସିକରି ବହୁତ ଯେନ୍ଟା କି ମଜା ବି ନେଇ ପାରବେ। ଆପଣ ମାନେ ମଜା ମଜଲିସ କରିପାରିବେ। ହସି ଖୁସିରେ ଆପଣ ମାନେ ଯାଇପାରିବେ, ଦେଖିପାରିବେ। ତାପରେ ଦେଖୁନ୍ ହାତୀ ମୂର୍ତ୍ତିଟା ବି କେନ୍ତା ଅଛେ। ଦେଖୁନ୍ ପୁରା ଡିଟୋ ହାତୀ ଲେଖେ ଅଛେ। ଇ ପ୍ରକାର ମୂର୍ତ୍ତି ମାନେ ସବୁ ବନି ସାରିଛେ ଏଇ ମନ୍ଦିରରେ। ଆଉ ଆଗକେ ଅଛେ ଆଉ ପ୍ରକାର ମୂର୍ତ୍ତି ମାନେ ଦେଖମା ଚାଲୁନ୍ ଚାଷୀ ମୂର୍ତ୍ତି ମାନେ। ତାପରେ ଦେଖୁନ୍ ମହାଦେବ ମୂର୍ତ୍ତିଟେ ଏଇଟା ବନିଛେ। ଅଧା ପାର୍ବତୀଙ୍କର ହାତ ଅଛେ। ଦେଖିପାରୁଛନ୍ ଅଧା ଶିବଙ୍କର ମୁହଁ ଅଛେ, ଅଧା ପାର୍ବତୀଙ୍କର ମୁହଁ ଅଛେ। କି ପ୍ରକାର ଷ୍ଟେଚୁ ମାନେ ଏ ଜାଗାରେ ବନି ସାରିଛେ। ଦେଖିପାରୁଛନ୍ ଆପଣ ମାନେ କେନ୍ସି ଜାଗାରେ ବି ଇ ପ୍ରକାର ମୂର୍ତ୍ତି ମାନେ ନାଇ ଦେଖିଥିବେ। ଦେଖୁନ୍ କେନ୍ତା ଦିଶୁଛେ। ଦେଖବାର୍ ଲାଗି ପାର୍କ ମାନେ ବି ବହୁତ ବଢିଆ ଦିଶୁଥିସି। ଆର୍ ବି ଆଗକେ ମୂର୍ତ୍ତି ମାନେ ଅଛେ ଦେଖମା ଚାଲୁନ୍। ଦେଖୁନ୍ ଏଇଟା ଗୋଟେ ଶିବ ମୂର୍ତ୍ତିଟା ବନିଛେ। ଦେଖୁନ୍ କେତେ ସୁନ୍ଦର ନେଇ ସୁନ୍ଦର ଲାଗୁଛେ। କେତେ ସୁନ୍ଦର ପ୍ରକାରର ଆପଣ ମାନେ ମୂର୍ତ୍ତି ମାନେ ଦେଖିବେ। ଆଗକେ ଆଉ ବହୁତ ଅଛେ। ମାନ୍ଧାତା ଯୁଗର ମୂର୍ତ୍ତି ମାନେ ଦେଖୁନ୍ କେତେ ସୁନ୍ଦର ଲାଗୁଛେ। ଶିବ ମୂର୍ତ୍ତିଟା ବି ଅଛେ। ଆପଣ ମାନେ ପୁରା ଦିଲ୍ ଖୁସ୍ ହେଇଯିବେ। ଥରେ ଖାଲି ଆସିଯାଉନ୍ ଗୁର୍ଜିମୁଣ୍ଡା ଗାଁରେ ମନ୍ଦିରଟା ଅଛେ ଜଗନ୍ନାଥ ଶକ୍ତିପୀଠ। ଆସିଲା ପରେ ଆପଣମାନଙ୍କୁ ବୁଲବାର୍ ଲାଗି ବି ମଜା ଲାଗ୍ବା। ବହୁତ ବଢିଆ ଜାଗା ରହିଛେ। ଦେଖୁନ୍ ଏଇଟା ଗୋଟେ ଯେନ୍ଟା କି ଜଲପରୀର ଅଛେ। ଅଧା ଜଲପରୀ ଅଧା ମଣିଷ ଆପଣ ମାନେ ଦେଖିପାରୁଛନ୍। ଦେଖମା ବେଲେ ଯେନ୍ଟା କି ଟାଡକା ଅସୁର ହେନ୍ତା ଲାଗୁଛେ। ବାକି ଏଇଟା ଜଲପରୀ ମୂର୍ତ୍ତିଟା ଅଛେ। ଦେଖିପାରୁଛନ୍ ଏଇଟା ଗୋଟେ ଯେନ୍ଟା କି ଗୋଟେ ଲୋକଟା ପଡି ଯାଇଛେ ଆଉ ମରି ଯାଇଛେ ସେ ଭଳିଆ ମୂର୍ତ୍ତିଟା ଏଇ ଜାଗା ଏଇଟା ରେଲିଟା ଲେଖା ଲାଗୁଛେ। କିନ୍ତୁ ଏଇଟା ଯେନ୍ଟା କି ମୂର୍ତ୍ତି ବନା ହେଇଛେ ଦେଖିପାରୁଛନ୍। ତାପରେ ଦେଖୁନ୍ ଆସିଗଲା ଚାଷୀ ଘର। ଏଇଟା ହଉଛେ ଚାଷୀ ଭାଇ ମାନଙ୍କର ଚାଷୀ ଘର ଯେନ୍ ରହିଛି ମାଟ ଘର ଅଛେ। ଦେଖିପାରୁଛନ୍ ଆମ ଗାଁ ଲେଖା ହେଇଛେ। ଗାଁ ଗହଲି ଗାଁ ଯେନ୍ତା ଥିସି ମାଟ ଘରଟା ଆପଣ ମାନେ ଦେଖିପାରୁଛନ୍। ଚାଷୀ ଘର ଏବେ ଦେଖମା ଚାଲୁନ୍। ଏଇଟା ଦେଖୁନ୍ ଗୋଟେ ମୂର୍ତ୍ତିଟା ଅଛେ ନଙ୍ଗଲ ବୁଇ କରି ଠିଆ ହେଇଛନ୍। ଦେଖିପାରୁଥିବେ ଯେନ୍ଟା କି ମୂର୍ତ୍ତିଟା ଅଛେ। କିନ୍ତୁ ତାର ସାମ୍ନାରେ ମୁଇଁ ଠିଆ ହେଇଯାଇଛେ ବୋଲିକରି ଆପଣ ମାନେ କ୍ଲିୟର ଭାବେ ନାଇଁ ଦିଶୁଥିବ। କିନ୍ତୁ ଏଇଟା ମୂର୍ତ୍ତିଟା ଅଛେ। ମୂର୍ତ୍ତିରେ ନଙ୍ଗଲ ଧରିକରି ଠିଆ ହେଇଛନ୍। ତାପରେ ଦେଖୁନ୍ ଏଇଟା ଗୋଟେ ମୂର୍ତ୍ତିଟା ଅଛେ। ଗୋଟେ ଛୁଆକେ ଧରିଛନ୍। ଆଉ ଯେନ୍ଟା କି ଧାନଟା ବୁଇ କରି ଯାଉଛନ୍। ଧାନ ବୁନି ଯିବା ବେଲ ମୂର୍ତ୍ତି ଏଇଟା ସେ ଟାଇମର ଦୃଶ୍ୟଟାକେ ଏଇ ଜାଗାରେ ବନା ହେଇଛେ। ତାପରେ ଦେଖମା ଚାଲୁନ୍। ଦେଖୁନ୍ ଧାନ ବୁନି ଯାଇସନ୍। ସେ ଭୁଗା ଟୁକାରେ ଧରିକରି ଧାନଟା ନେଉଛନ୍। ତ ଧାନ ବୁନବା ଟାଇମର ଦୃଶ୍ୟଟା ଯେନ୍ତା ଥିସି ସେ ପ୍ରକାର ଦୃଶ୍ୟକେ ଏଇ ଜାଗାରେ ମୂର୍ତ୍ତି ବନା ହେଇଛେ। ତାରପରେ ଆଉ ଦେଖମା ଚାଲୁନ୍ ମାନ୍ଧାତା ଯୁଗରଟା ଦେଖିପାରୁଛନ୍। ଆଗ କାଲର ଲୋକ ଜାଣିଥିବେ। ଏବେ ବି ଚାଲିଛେ ଅନେକ ଜାଗାରେ ଯେନ୍ଟା କି ଭୁଜା ଭାଜୁଥିଲେ ଘରକେ ଘର ଜାନିଛନ୍। ଯେନ୍ ଚୁଲିଟା ମାନେ ବନା ହେଇଥିଲା ଚୁଲାଟା ମାଟିର। ଦେଖୁନ୍ ଲାଲଟିନ ମାନେ ରଖା ହେଇଛେ। ଏଇ ସବୁ
କେଟଲି ମାନେ ରଖା ହେଇଛି ଲୋକମାନେ ଯେନ୍ତା ଆଗରୁ ଶିକା ମାନକେ ଉଲେ ଉଲେ କରି ରଖୁଥିଲେ ରସି ମାନକେ ପାଟି ଚଙ୍କାରେ ଦେଖି ପାରୁଛନ୍ ଏ ପ୍ରକାର ସବୁ ମୂର୍ତ୍ତି ମାନେ ଅଛେ କାଠରେ ଲୋକ ଯେଉଁମାନେ ଜାଣିଥିଲେ ସେ ପ୍ରକାର ସବୁ ଅଛେ ଆଉ ଏଇଟା ଯେନ୍ଟା କି ଘୂର୍ଣ୍ଣାରେ ଆମେ ଯେନ୍ ଦାଲ ମାନେ ଦଲସୁଁ ଦାଲ ବନାସୁଁ ତ ସେ ପ୍ରକାରର ମୂର୍ତ୍ତିଟା ବିଟା ଅଛେ ଦେଖୁନ୍ ଘୂର୍ଣ୍ଣାରେ ଘୂର୍ଣ୍ଣା ବେଲଟା ମୂର୍ତ୍ତିଟା ଅଛେ ଡାଲ ଯେନ୍ ବନାସୁଁ କିଛି ବି ଆମେ ବନାବା ଲାଗି ଯେନ୍ ଘୂର୍ଣ୍ଣାଟା ବନେଇଥିସୁଁ ଦେଖିପାରୁଛନ୍ ଏଇଟା ଯେନ୍ଟା କି ମସଲା ବଟା ପଥର ମାନେ ବି ଘୂର୍ଣ୍ଣା ଯେନ୍ କହେସନ୍ କିନ୍ତୁ ଆମ ସମ୍ବଲପୁରୀ ଭାଷାରେ ତ ଘୂର୍ଣ୍ଣା କହେସନ୍ ଘୂର୍ଣ୍ଣା ବୋଲି ଯେନ୍ କହେସୁଁ ଏଇଟା ହେଉଛି ସେ ମୂର୍ତ୍ତି ମାନେ ସବୁ ପ୍ରକାର ବୁଝେ ତାପରେ ଦେଖୁନ୍ ମାନ୍ଧାତା ଯୁଗର ହଲଗାଡ଼ି ଆପଣମାନେ ଏବେ ଆଉ ଦେଖିବେ ନି ପାରୁଥିବେ ଦେଖିଲେ ସୋର ପଡୁଥିବା ସେ ଗଲା କଥା ମାନକେ ଦେଖୁନ୍ ये हलगाड़ी हूँ मानधाता जुगे थिला आपण जानी सारी एवं नाई न केनसी जगह भी मिनिमम भी बल्ब के गुटे गोटे पाइले पाइबे ये हलगाड़ी जेनटा कि आगुरी रोला आप देखि पारे तापर देखुन ये जेनटा कि माटघर अच्छे सासी भाई माटघर मूर्तिटा भी जगार अच्छे माटघर बनीचे पूरा सेम टू सेम बनी सारी यहाँ गोटे फटा खटे भी भांगला खटे भी पड़ीचे देखिपे तो देखुन इ प्रकार मूर्ति मान सब रोचे आपने जेबे भी आसुचन थे आसुन बुलिक जाऊन तापर देखबे आपंकर मन टा पूरा खुश हो जेनटा कि गुर्जी मुड़ा रोचे कलाहांडी जिले में केसिंगा पाखे रही ये भाया झूला मैंने भी अच्छे पार्क मैंने भी अच्छे आपने आराम से झूलार झूली पारे मजा मजलिस करें बहुत किसी जेनटा कि जगार आपण मैंने हसी खुशी जापारे थे आसिक देखुन यहाँ जेनटा कि मंदिर मेनटा रोचे माँ श्री श्री माँ जोगमाया शक्तिपीठ मेन मंदिरटा यहाँ रोचे आउ जेनटा आपन साइड देखुछन सेटा होचे महादेव मंदिर अच्छे आ जेनटा कि गोटे पार्क के बनीचे आमर माँ जोगमाया लेखाई ठीक।